ସୁକିନ୍ଦା ବଜରଙ୍ଗ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସୁକିନ୍ଦା ହନୁମାନ ଛକ ପାଖ ମୁଖ୍ୟ 53 ନମ୍ବର ଜାତୀୟ ରାଜପଥରୁ ଗୋରୁ ବୋଝେଇ 14 ଚକିଆ ଟ୍ରକ୍ ଜବତ। ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ମୁଖ୍ୟ ରାଜପଥ ତଥା ହନୁମାନ ଛକ ସାମ୍ନା 53 ନମ୍ବର ଜାତୀୟ ରାଜପଥରୁ ବଜରଙ୍ଗ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଏକ ଗୋରୁ ବୋଝେଇ 14 ଚକିଆ ଟ୍ରକ୍ ଜବତ କରାଯାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ କାମାକ୍ଷାନଗର ଅଞ୍ଚଳରୁ ଏକ 14 ଚକିଆ ଟ୍ରକ୍ରେ ବେଆଇନ ଭାବେ ବିପୁଳ ମାତ୍ରାରେ ବେଆଇନ ଭାବେ ଗୋ ଚାଲାଣ କରୁଥିବା ସୁକିନ୍ଦା 53 ନମ୍ବର ଜାତୀୟ ରାଜପଥ ଦେଇ କଲିକତା ଅଭିମୁଖେ ଯାଉଥିଲା। ସ୍ଥାନୀୟ ବଜରଙ୍ଗ କାର୍ଯ୍ୟକର୍ତ୍ତାମାନେ ଏହି ସୂଚନା ପାଇ ସୁକିନ୍ଦା ହନୁମାନ ଛକ ପାଖ 53 ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ସକାଳ ସମୟରେ ଗୋମାତା ବୋଝେଇ ଟ୍ରକ୍ଟିକୁ ଜବତ କରି ସୁକିନ୍ଦା ଥାନାରେ ଜିମା ଦେଇଥିବା ମଙ୍ଗଳବାର ସକାଳ 8 ଘଟିକା ସମୟରେ ଦେଖିବାକୁ ମିଳିଛି।